ପଢ଼ିବା ନବମ ଶ୍ରେଣୀ ଇତିହାସ ବହିର ପ୍ରଥମ ଅଧ୍ୟାୟ ବିଶ୍ୱର କେତେକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି। ପ୍ରଥମ ଅଧ୍ୟାୟର ପ୍ରଥମ ପାଠ ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ। ଏହି ବିଷୟର ଅଭ୍ୟାସରେ ଥିବା ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଆସ ଦେଖିନେବା ପ୍ରଥମ ପ୍ରଶ୍ନ। ପ୍ରଥମ ପ୍ରଶ୍ନରେ ଦେଲା ପ୍ରତ୍ୟେକ ପ୍ରଶ୍ନର ଉତ୍ତର 60 ଶବ୍ଦ ମଧ୍ୟରେ ଲେଖ। 1 ନମ୍ବର ଦେଲା ଉପନିବେଶ ସ୍ଥାପନ ପାଇଁ ଶିଳ୍ପ ବିପ୍ଳବ କିପରି ସହାୟକ ହୋଇଥିଲା। ଉତ୍ତରରେ କ'ଣ ଲେଖିବ? ଶିଳ୍ପ ବିପ୍ଳବ ଫଳରେ ବିଭିନ୍ନ ଜିନିଷର ଉତ୍ପାଦନ ବୃଦ୍ଧି ପାଇଲା। ପ୍ରଥମେ ଇଂଲଣ୍ଡରେ ଶିଳ୍ପ ବିପ୍ଳବ ହୋଇଥିବାରୁ ଏଠାରେ ନିଜ ଦେଶର ଚାହିଦା ଠାରୁ ଉତ୍ପାଦିତ ଦ୍ରବ୍ୟର ପରିମାଣ ଅଧିକ ହେଲା। ପୁନଶ୍ଚ ଅଧିକାଂଶ ଲୋକଙ୍କର କ୍ରୟ କରିବା କ୍ଷମତା ଦୁର୍ବଳ ଥିବାରୁ ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ପାଇଁ ଦେଶ ବାହାରେ ବଜାରର ଆବଶ୍ୟକତା ପଡ଼ିଲା। ତାପରେ ପଏଣ୍ଟ ଲେଖିବ ସେହି ସମୟରେ ଏସିଆ ଓ ଆଫ୍ରିକା ମହାଦେଶରେ ଶିଳ୍ପ ବିପ୍ଳବ ହୋଇନଥିଲା ଏବଂ ଏଠାରେ ପାଶ୍ଚାତ୍ୟ ଦେଶର ଉତ୍ପାଦିତ ଦ୍ରବ୍ୟର ଆବଶ୍ୟକତା ଥିଲା। ଏହା ବ୍ୟତୀତ ସେଠାରେ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ ଯଥେଷ୍ଟ ପରିମାଣରେ ଉପଲବ୍ଧ ହେଉଥିଲା। ତାପରେ ପଏଣ୍ଟରେ ଲେଖିବ ଏହାର ସୁଯୋଗ ନେଇ ଇଂଲଣ୍ଡ ପ୍ରଭୃତି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ନିଜର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରୟ ପାଇଁ ଏସିଆ ଓ ଆଫ୍ରିକାରେ ବଜାର ସୃଷ୍ଟି କରିବା ଆରମ୍ଭ କଲେ। ଏହା ଫଳରେ ଏହି ଦେଶଗୁଡ଼ିକରେ ଉପନିବେଶ ଗଢ଼ି ଉଠିଲା। 6 ନମ୍ବର ପ୍ରଶ୍ନ ହେଲା ଚୀନା ତରଭୁଜର କର୍ତ୍ତନ କହିଲେ କ'ଣ ବୁଝାଯାଏ? ଉତ୍ତରରେ କ'ଣ ଲେଖିବ? କୋରିଆକୁ କେନ୍ଦ୍ର କରି ଜାପାନ ଓ ଚୀନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଚୀନ ପରାସ୍ତ ହୋଇ ଜାପାନକୁ କ୍ଷତିପୂରଣ ବାବଦରେ ଫର୍ମୋଜା ଓ ଅନ୍ୟାନ୍ୟ ଦ୍ୱୀପ ସମର୍ପଣ କରିବା ସହ $150 ଲକ୍ଷ କ୍ଷତିପୂରଣ ଦେବାକୁ ବାଧ୍ୟ ହୋଇଥିଲା। ଏହି କ୍ଷତିପୂରଣ ଦେବା ପାଇଁ ଚୀନ, ଜର୍ମାନୀ, ରୁଷିଆ, ଫ୍ରାନ୍ସ ଓ ଇଂଲଣ୍ଡ ନିକଟରେ ସାହାଯ୍ୟ ଭିକ୍ଷା କରିଥିଲା। ତାପରେ ପଏଣ୍ଟରେ ଲେଖିବ ଏହି ଦେଶଗୁଡ଼ିକ ଚୀନକୁ ସାହାଯ୍ୟ ଦେବା ଆଳରେ ଏହାର ବିଭିନ୍ନ ଅଂଶକୁ ବାଣ୍ଟି ନେଇଥିଲେ। ତାପରେ ପଏଣ୍ଟରେ ଲେଖିବ ଜର୍ମାନୀ କିଆଚାଓ ଉପସାଗର, ସାଣ୍ଟୁଙ୍ଗ ଓ ହୋୟାଙ୍ଗ ହୋ ଉପତ୍ୟକା, ରୁଷିଆ ମାଞ୍ଚୁରିଆ, ଲିଆଓତୁଙ୍ଗ ଉପଦ୍ୱୀପ, ଫ୍ରାନ୍ସ କାଓଚାଙ୍ଗ ଉପସାଗର, ଇଂଲଣ୍ଡ ୟାଙ୍ଗସି ଉପତ୍ୟକା, ଉଇହିଇ ଇତ୍ୟାଦି ଅଞ୍ଚଳ ପ୍ରଭାବ ବିସ୍ତାର କଲେ। ତାପରେ ପଏଣ୍ଟରେ ଲେଖିବ ଚୀନର ଏହି ବିଭାଜନକୁ ଚୀନା ତରଭୁଜର କର୍ତ୍ତନ ବା କଟିଂ ଅଫ୍ ଚାଇନିଜ୍ ମେଲନ୍ ଭାବରେ ବର୍ଣ୍ଣନା କରାଯାଇଛି। 9 ନମ୍ବର ପ୍ରଶ୍ନ ହେଲା ଦକ୍ଷିଣ ଆଫ୍ରିକା କିପରି ଇଂରେଜ ଶାସନ ଅଧୀନ ହେଲା। ଉତ୍ତରରେ କ'ଣ ଲେଖିବ? 1870 ମସିହାରେ ସେସିଲ୍ ରୋଡ୍ସ ନାମକ ଜଣେ ଇଂରେଜ ଅର୍ଥାନ୍ୱେଷୀ ବ୍ୟକ୍ତି ଦକ୍ଷିଣ ଆଫ୍ରିକାରେ ହୀରା ଓ ସୁନା ଖନନ କରି ଅତ୍ୟନ୍ତ ଧନୀ ହୋଇଥିଲେ ଏବଂ ଏକ ଆଫ୍ରିକୀୟ ଉପନିବେଶକୁ ନିଜ ନାମ ଅନୁସାରେ ରୋଡେସିଆ ରଖିଥିଲେ। ଇଂରେଜମାନେ କାଳକ୍ରମେ ରୋଡେସିଆ, ବେଚୁଆନାଲ୍ୟାଣ୍ଡ, ସ୍ୱାଜିଲ୍ୟାଣ୍ଡ, ବସୁତୋଲ୍ୟାଣ୍ଡ ଅଧିକାର କଲେ। ଏହାର କିଛି ଦିନ ପରେ ଦକ୍ଷିଣ ଆଫ୍ରିକା ୟୁନିୟନ ଗଠନ ହେଲା। ସେଥିରେ କେପ୍, ନାଟାଲ, ଟ୍ରାନ୍ସଭାଲ ଓ ଅରେଞ୍ଜ ରିଭର କଲୋନି ଅନ୍ତର୍ଭୁକ୍ତ ହେଲା। ତାପରେ ପଏଣ୍ଟ ଲେଖିବ ବୋଏର, ଇଂରେଜ ଓ ଅନ୍ୟ କେତେକ ୟୁରୋସୀୟ ପ୍ରବାସୀଙ୍କୁ ନେଇ ଦକ୍ଷିଣ ଆଫ୍ରିକା ୟୁନିୟନ ସଂଖ୍ୟାଲଘୁ ଶ୍ଵେତାଙ୍କ ଦ୍ୱାରା ଶାସିତ ହେଲା। ଏହିପରି ଦକ୍ଷିଣ ଆଫ୍ରିକା ଇଂରେଜ ଶାସନ ଅଧୀନ ହେଲା। ପରବର୍ତ୍ତୀ କାଳରେ ଏହା ଏକ ସାଧାରଣତନ୍ତ୍ର ରାଷ୍ଟ୍ର ଭାବରେ ଘୋଷିତ ହେଲା। ତାପରେ ଦେଖିବା ନେକ୍ସଟ। 9 ନମ୍ବର ପ୍ରଶ୍ନ ହେଲା ଉପନିବେଶବାଦ ଫଳରେ ଉପନିବେଶମାନଙ୍କ ଶିଳ୍ପ ଓ କୃଷି କିପରି ପ୍ରଭାବିତ ହୋଇଥିଲା। ଉତ୍ତର କ'ଣ ଲେଖିବ? ଉପନିବେଶବାଦ ଫଳରେ ଉପନିବେଶଗୁଡ଼ିକ ଶିଳ୍ପ ଓ କୃଷି ନିମନ୍ତେ ପ୍ରଭାବିତ ହୋଇଥିଲା। ଯେପରିକି ଉପନିବେଶବାଦ ଉପନିବେଶଗୁଡ଼ିକରେ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଦେଇଥିଲା, ସ୍ଥାନୀୟ ଶିଳ୍ପଗୁଡ଼ିକର ବିଲୋପ ସାଧନ କଲା। ତାପରେ ପଏଣ୍ଟ ଲେଖିବ ଉପନିବେଶଗୁଡ଼ିକରେ ଶିଳ୍ପାୟନକୁ ନିରୁତ୍ସାହିତ କରାଗଲା ଏବଂ କେବଳ ସାମ୍ରାଜ୍ୟବାଦୀ ରାଷ୍ଟ୍ରଙ୍କ କମ୍ପାନୀର ହିତ ପାଇଁ ଆବଶ୍ୟକ ହେଉଥିବା ଦ୍ରବ୍ୟର ଉତ୍ପାଦନ ପାଇଁ ଶିଳ୍ପ ପ୍ରତିଷ୍ଠା କରାଗଲା। ସେହିପରି ଉପନିବେଶଗୁଡ଼ିକରେ ସାମ୍ରାଜ୍ୟବାଦୀ ଦେଶଗୁଡ଼ିକର ଶିଳ୍ପ ପାଇଁ ହେଉଥିବା ଆବଶ୍ୟକତାକୁ ମେଣ୍ଟାଇବା ପାଇଁ କୃଷି ପ୍ରଣାଳୀରେ ପରିବର୍ତ୍ତନ ହେଲା। ଏହାଛଡ଼ା କେତେକ ଦେଶର କେବଳ ଗୋଟିଏ ବା ଦୁଇଟି ଦ୍ରବ୍ୟ ଉତ୍ପାଦନ କରାଗଲା। କ୍ୟୁବାରେ ଚିନି ଉତ୍ପାଦନ ଏହାର ଏକ ଉଦାହରଣ ଅଟେ। ତାପରେ ପଏଣ୍ଟ ଲେଖିବ ଉପନିବେଶବାଦ ଯୋଗୁଁ ଉପନିବେଶର ପ୍ରାକୃତିକ ସମ୍ପଦ ସାମ୍ରାଜ୍ୟବାଦୀ ରାଷ୍ଟ୍ରର ନିୟନ୍ତ୍ରଣାଧୀନ ହେଲା। ତାପରେ ଦେଖ 2 ନମ୍ବର ପ୍ରଶ୍ନ ହେଲା ପ୍ରତ୍ୟେକ ପ୍ରଶ୍ନର ଉତ୍ତର 20 ଶବ୍ଦ ମଧ୍ୟରେ ଲେଖ। କରେ ଦେଲା ଉପନିବେଶବାଦ କ'ଣ? ଏହାର ମୂଳ ଲକ୍ଷ୍ୟ କ'ଣ ଥିଲା? ଉତ୍ତର କ'ଣ ଲେଖିବ? ଉପନିବେଶବାଦ କହିଲେ ବିଦେଶସ୍ଥ ଆବାସକୁ ବୁଝାଇଥାଏ। କୌଣସି ଅଞ୍ଚଳରେ ପ୍ରବାସୀମାନଙ୍କ ବସତି ସ୍ଥାପନକୁ ଏକ ସତ୍ତ୍ୱାଧିକାର ରାଜ୍ୟ ମନେକରି ମାତୃଦେଶର ଲାଭ ପାଇଁ କାର୍ଯ୍ୟରେ ଲଗାଇବାକୁ ଉପନିବେଶବାଦ କୁହାଯାଏ।
ତାପରେ ପଏଣ୍ଟ ଲେଖିବ ବାଣିଜ୍ୟ ବ୍ୟବସାୟର ଉନ୍ନତି, ଆର୍ଥିକ ସମୃଦ୍ଧି, ସାମ୍ରାଜ୍ୟ ବିସ୍ତାର ଓ ଧର୍ମ ପ୍ରଚାର ଉପନିବେଶବାଦର ମୁଖ୍ୟ ଲକ୍ଷ୍ୟ ଥିଲା। ଖ ନମ୍ବର ପ୍ରଶ୍ନ ହେଲା ଏସିଆ ମହାଦେଶରେ ଉପଲବ୍ଧ ହେଉଥିବା ପ୍ରଧାନ ଲାଭଦାୟକ ସାମଗ୍ରୀ ଗୁଡ଼ିକ କ'ଣ ଥିଲା? ଉତ୍ତରରେ କ'ଣ ଲେଖିବ? ଫାର୍ଷ୍ଟ ପଏଣ୍ଟରେ ଲେଖିବ ଏସିଆ ମହାଦେଶ ଅନ୍ତର୍ଗତ ଭାରତ ଓ ଅନ୍ୟାନ୍ୟ କେତୋଟି ଦେଶରେ ଅନେକ ଲାଭଦାୟକ ସାମଗ୍ରୀ ଉପଲବ୍ଧ ହେଉଥିଲା। ସେଗୁଡ଼ିକ ମଧ୍ୟରେ ବିଭିନ୍ନ ପ୍ରକାର ମସଲା, ଚାହା, କାର୍ପାସ ବସ୍ତ୍ର, ରେଶମ, ସୁନା, ମୁକ୍ତା, ପ୍ରାକୃତିକ ଔଷଧ, ଚୀନାମାଟିର ପାତ୍ର ଏବଂ ଇବୋନି କାଠ ଆଦି ମୁଖ୍ୟ ଥିଲା। ଗ ନମ୍ବର ପ୍ରଶ୍ନ ହେଲା ଏସିଆ ଓ ଆଫ୍ରିକା ମହାଦେଶର ସୈନ୍ୟବାହିନୀରେ କାହିଁକି ଲୋକବଳ ଦୁର୍ବଳ ହେଲା? ଉତ୍ତରରେ କ'ଣ ଲେଖିବ? ପ୍ରଥମତଃ ଏସିଆ ଆଫ୍ରିକାର ବହୁ ଲୋକ ସ୍ୱଳ୍ପ ପାରିଶ୍ରମିକ ପାଇଲେ ମଧ୍ୟ ୟୁରୋପୀୟ ସୈନ୍ୟବାହିନୀରେ ଯୋଗ ଦେବାକୁ ପସନ୍ଦ କରୁଥିଲେ। ତାପରେ ପଏଣ୍ଟ ଲେଖିବ ଦ୍ୱିତୀୟତଃ ବିଦେଶରେ ଅବସ୍ଥିତ କଳକାରଖାନାରେ କାମ କରିବାକୁ କେତେକ ଲୋକ ଚାଲିଯିବା ଯୋଗୁଁ ଏସିଆ ଓ ଆଫ୍ରିକା ମହାଦେଶର ସୈନ୍ୟବାହିନୀରେ ଲୋକବଳ ଦୁର୍ବଳ ଥିଲେ। ତାପରେ ଦେଖ ଘ ନମ୍ବର ପ୍ରଶ୍ନ ହେଲା କେଉଁ କାର୍ଯ୍ୟଟି ସେମାନଙ୍କ ନୈତିକ କର୍ତ୍ତବ୍ୟ ବୋଲି ମନେକରି ୟୁରୋପୀୟମାନେ ଉପନିବେଶ ସ୍ଥାପନ କରିବାକୁ ଆଗ୍ରହୀ ହେଲେ? ଉତ୍ତରରେ କ'ଣ ଲେଖିବ? ଏସିଆ ଓ ଆଫ୍ରିକା ମହାଦେଶର ମୂଳ ଅଧିବାସୀମାନେ ଅନୁନ୍ନତ ଓ ଅନଗ୍ରସର ଥିବାରୁ ସେମାନଙ୍କୁ ସଭ୍ୟ ଓ ସଂସ୍କୃତି ସମ୍ପନ୍ନ କରିବା ପାଇଁ ୟୁରୋପୀୟମାନେ ଚାହିଁଥିଲେ। ତାପରେ ପଏଣ୍ଟ ଲେଖିବ ଦ୍ୱିତୀୟତଃ ସେମାନଙ୍କ ଦେଶରେ ପାଶ୍ଚାତ୍ୟ ଧର୍ମ ପ୍ରଚାର କରିବା ସେମାନଙ୍କ ନୈତିକ କର୍ତ୍ତବ୍ୟ ମନେକରି ୟୁରୋପୀୟମାନେ ଉପନିବେଶ ସ୍ଥାପନା କରିବାକୁ ଆଗ୍ରହୀ ହେଲେ। ତାପରେ ଦେଖ 1 ନମ୍ବର ପ୍ରଶ୍ନ ହେଲା ଅଫିମ ଯୁଦ୍ଧ ପରେ ଇଂଲଣ୍ଡ ଚୀନ ଠାରୁ କ'ଣ ପାଇଲା? ଉତ୍ତରରେ କ'ଣ ଲେଖିବ? ପ୍ରଥମତଃ ଅଫିମ ଯୁଦ୍ଧ ପରେ ଚୀନ ଇଂରେଜ ବ୍ୟବସାୟୀଙ୍କ ପାଇଁ 2ଟି ପରିବର୍ତ୍ତେ 5ଟି ବନ୍ଦର ଖୋଲିଲା। ତାପରେ ପଏଣ୍ଟ ଲେଖିବ ଦ୍ୱିତୀୟତଃ ହଂକଂ ଦ୍ୱୀପକୁ ଚୀନ ଇଂଲଣ୍ଡକୁ ହସ୍ତାନ୍ତର କଲା। 6 ନମ୍ବର ପ୍ରଶ୍ନ ହେଲା କେଉଁ ଅଞ୍ଚଳ ଇଣ୍ଡୋ ଚୀନ ଭାବରେ ପରିଚିତ ଏବଂ କେଉଁ ଦେଶ ଇଣ୍ଡୋ ଚୀନର ସର୍ବେସର୍ବା ହୋଇଥିଲା? ଉତ୍ତରରେ କ'ଣ ଲେଖିବ? ଦକ୍ଷିଣ ପୂର୍ବ ଏସିଆର ଲାଓସ, କାମ୍ବୋଡିଆ, ଭିଏତନାମ ଅଞ୍ଚଳ ଇଣ୍ଡୋ ଚୀନ ଭାବରେ ପରିଚିତ। ତାପରେ ପଏଣ୍ଟ ଲେଖିବ ଫ୍ରାନ୍ସ ଇଣ୍ଡୋ ଚୀନରେ ନିଜର ବ୍ୟବସାୟ ପ୍ରସାର ଉଦ୍ୟମରେ ସଫଳ ହୋଇ ଇଣ୍ଡୋ ଚୀନର ସର୍ବେସର୍ବା ହୋଇଥିଲା। 6 ନମ୍ବର ପ୍ରଶ୍ନ ହେଲା ପ୍ରଥମ ବିଶ୍ୱଯୁଦ୍ଧରେ ତୁର୍କୀ ପରାସ୍ତ ହେବା ପରେ କେଉଁ ଅଞ୍ଚଳ ଗୁଡ଼ିକ ତାଠାରୁ କାଢ଼ି ନିଆଗଲା ଇଂଲଣ୍ଡ ଓ ଫ୍ରାନ୍ସ ନିୟନ୍ତ୍ରଣରେ ରଖାଗଲା? ଉତ୍ତରରେ କ'ଣ ଲେଖିବ? ପ୍ରଥମ ବିଶ୍ୱଯୁଦ୍ଧରେ ତୁର୍କୀ ପରାସ୍ତ ହେବା ପରେ ସିରିଆ, ପାଲେଷ୍ଟାଇନ, ମେସୋପଟାମିଆ ଓ ଆରବ ସମେତ ସୁବିସ୍ତୀର୍ଣ୍ଣ ଅଞ୍ଚଳ ତୁର୍କୀଠାରୁ କାଢ଼ି ନିଆଯାଇ ଇଂଲଣ୍ଡ ଓ ଫ୍ରାନ୍ସ ନିୟନ୍ତ୍ରଣରେ ରଖାଗଲା। 6 ନମ୍ବର ପ୍ରଶ୍ନ ହେଲା ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀର ପରାଜୟ ପରେ ପଶ୍ଚିମ ଓ ଦକ୍ଷିଣ ଆଫ୍ରିକାରେ ଥିବା ଏହାର ଉପନିବେଶ ଗୁଡ଼ିକ କିପରି ବିଜେତା ରାଷ୍ଟ୍ରମାନଙ୍କୁ ବାଣ୍ଟି ଦିଆଗଲା? ଫାର୍ଷ୍ଟ ପଏଣ୍ଟରେ କ'ଣ ଲେଖିବ? ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀର ପରାଜୟ ପରେ ଏହାର ଉପନିବେଶ ଗୁଡ଼ିକୁ ବିଜେତା ରାଷ୍ଟ୍ରମାନଙ୍କୁ ବାଣ୍ଟି ଦିଆଗଲା। ତାପରେ ପଏଣ୍ଟ ଲେଖିବ ଟେଗାଲ୍ୟାଣ୍ଡ ଓ କାମେରୁନ ଇଂଲଣ୍ଡ ଏବଂ ଫ୍ରାନ୍ସ ମଧ୍ୟରେ ଭାଗ ଭାଗ କରାଗଲା। ଦକ୍ଷିଣ ପଶ୍ଚିମ ଆଫ୍ରିକାର ଜର୍ମାନୀ ଅଧିକୃତ ସମସ୍ତ ଅଞ୍ଚଳ ଇଂରେଜ ଶାସିତ ଦକ୍ଷିଣ ଆଫ୍ରିକାକୁ ଦିଆଗଲା। 6 ନମ୍ବର ପ୍ରଶ୍ନ ହେଲା କେଉଁ ଦୁଇ ଅଞ୍ଚଳକୁ ଟାଙ୍ଗାନାଇକା ଓ କେନିଆ ନାମରେ ନାମିତ କରାଯାଇଥିଲା? ଉତ୍ତରରେ କ'ଣ ଲେଖିବ? ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀ ହାରିଯିବା ପରେ ଜର୍ମାନୀ ଅଧିକୃତ ପୂର୍ବ ଆଫ୍ରିକା ଇଂଲଣ୍ଡକୁ ଦିଆଗଲା ଏବଂ ଏହାକୁ ଟାଙ୍ଗାନାଇକା ନାମରେ ନାମିତ କରାଗଲା। ତାପରେ ପଏଣ୍ଟ ଲେଖିବ ଇଂରେଜ ଅଧିକୃତ ପୂର୍ବ ଆଫ୍ରିକାକୁ କେନିଆ ନାମରେ ନାମିତ କରାଗଲା। 9 ନମ୍ବର ପ୍ରଶ୍ନ ହେଲା ଆଫ୍ରିକାର ଉତ୍ତର ଉପକୂଳର କେଉଁ ଅଞ୍ଚଳ ଓ କାହିଁକି ଫ୍ରାନ୍ସର ସବୁଠାରୁ ଅଧିକ ଲାଭଜନକ ଉପନିବେଶ ଥିଲା? ଉତ୍ତରରେ କ'ଣ ଲେଖିବ? ଆଫ୍ରିକାର ଉତ୍ତର ଉପକୂଳରେ ଅବସ୍ଥିତ ଆଲଜେରିଆ ଫ୍ରାନ୍ସର ସମସ୍ତ ଉପନିବେଶ ମଧ୍ୟରେ ସବୁଠାରୁ ଅଧିକ ଲାଭଜନକ ଥିଲା କାରଣ ଏହା ଫରାସୀ ଉତ୍ପାଦିତ ସାମଗ୍ରୀ ପାଇଁ ବିଶାଳ ବଜାର ସୃଷ୍ଟି କରିଥିଲା। ତାପରେ ଦେଖ 3 ନମ୍ବର ପ୍ରଶ୍ନ ହେଲା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ। କରିଦେଲା ୟୁରୋପୀୟ ରାଷ୍ଟ୍ରମାନେ ମୁଖ୍ୟତଃ କେଉଁ ଉଦ୍ଦେଶ୍ୟରେ ଏସିଆ ଓ ଆଫ୍ରିକାକୁ ଆସିଥିଲେ? ଉତ୍ତରରେ କ'ଣ ଲେଖିବ? ୟୁରୋପୀୟ ରାଷ୍ଟ୍ରମାନେ ମୁଖ୍ୟତଃ ବାଣିଜ୍ୟ ବ୍ୟବସାୟ ଉଦ୍ଦେଶ୍ୟରେ ଏସିଆ ଆଫ୍ରିକାକୁ ଆସିଥିଲେ। ଖ ନମ୍ବର ପ୍ରଶ୍ନ ହେଲା ୟୁରୋପୀୟ ରାଷ୍ଟ୍ରମାନେ କାହିଁକି ଏସିଆ ଆଫ୍ରିକାର ଦେଶଗୁଡ଼ିକୁ ସହଜରେ ଯୁଦ୍ଧରେ ପରାସ୍ତ କରିପାରୁଥିଲେ?
ତ ଉତ୍ତରରେ କ'ଣ ଲେଖିବ? ଏସିଆ ଆଫ୍ରିକାର ଦେଶଗୁଡ଼ିକ ଉନ୍ନତ ଧରଣର ଯୁଦ୍ଧାସ୍ତ୍ର ନିର୍ମାଣର କୌଶଳ ଜଣା ନଥିବାରୁ ସେମାନଙ୍କୁ ୟୁରୋପୀୟ ରାଷ୍ଟ୍ରମାନେ ସହଜରେ ଯୁଦ୍ଧରେ ପରାସ୍ତ କରିପାରୁଥିଲେ। ଗ ନମ୍ବର ପ୍ରଶ୍ନ ହେଲା, କେବେଠାରୁ ଭାରତ ଇଂରେଜ ସରକାରଙ୍କର ପ୍ରତ୍ୟକ୍ଷ ଶାସନର ଅଧୀନରେ ରହିଲା? ଉତ୍ତରରେ ଲେଖିବ 1857 ମସିହାର ବିଦ୍ରୋହ ପରେ ଭାରତ ଇଂରେଜ ସରକାରଙ୍କର ପ୍ରତ୍ୟେକ ଶାସନର ଅଧୀନରେ ରହିଲା। ଘ ନମ୍ବର ହେଲା 1875 ମସିହା ପରେ ହଲାଣ୍ଡ ଇଣ୍ଡୋନେସିଆ ନିକଟସ୍ଥ କେଉଁ ଦ୍ୱୀପପୁଞ୍ଜ ଉପରେ ନିୟନ୍ତ୍ରଣ ବିସ୍ତାର କଲା? ଉତ୍ତରରେ କ'ଣ ଲେଖିବ? 1875 ମସିହା ପରେ ହଲାଣ୍ଡ ଇଣ୍ଡୋନେସିଆ ନିକଟସ୍ଥ ମୋଲୁକା ଦ୍ୱୀପପୁଞ୍ଜ ଉପରେ ନିୟନ୍ତ୍ରଣ ବିସ୍ତାର କଲା। ମୋର ଦେଲା କେବେ ଚୀନରେ ରାଜତନ୍ତ୍ରର ଉଚ୍ଛେଦ ହେଲା? 1911 ମସିହାରେ ଚୀନରେ ରାଜତନ୍ତ୍ରର ଉଚ୍ଛେଦ ହେଲା। ଚରେଲା କାହା ଆର୍ଥିକ ସହାୟତାରେ 1878 ମସିହାରେ ଆନ୍ତର୍ଜାତିକ କଙ୍ଗୋ ସଂଘ ଗଠନ କରାଯାଇଥିଲା? ଉତ୍ତରରେ କ'ଣ ଲେଖିବ? ବେଲଜିୟମ ରାଜା ଦ୍ୱିତୀୟ ଲିଓପୋଲ୍ଡଙ୍କ ଆର୍ଥିକ ସହାୟତାରେ 1878 ମସିହାରେ ଆନ୍ତର୍ଜାତିକ କଙ୍ଗୋ ସଂଘ ଗଠନ କରାଯାଇଥିଲା। ଛଅରେ ଦେଲା କେପ୍ କଲୋନୀର ପ୍ରବାସୀ ଡଚ୍ ଅଧିବାସୀମାନେ କେଉଁ ନାମରେ ପରିଚିତ ଥିଲେ? ଉତ୍ତରରେ କ'ଣ ଲେଖିବ? କେପ୍ କଲୋନୀର ପ୍ରବାସୀ ଡଚ୍ ଅଧିବାସୀମାନେ ବୋଏର ନାମରେ ପରିଚିତ ଥିଲେ। ଜରେ ଦେଲା କେବେ ଆବିସିନିଆ ଇଟାଲୀୟ ସୈନ୍ୟବାହିନୀକୁ ପରାସ୍ତ କରି ଇଟାଲୀକୁ ଆବିସିନିଆ ଉପରେ ତାର ଦାବି ପ୍ରତ୍ୟାହାର କରିବାକୁ ବାଧ୍ୟ କରିଥିଲା? ଉତ୍ତରରେ କ'ଣ ଲେଖିବ? 1896 ମସିହାରେ ଆବିସିନିଆ ଇଟାଲୀ ସୈନ୍ୟବାହିନୀକୁ ପରାସ୍ତ କରି ଇଟାଲୀକୁ ଆବିସିନିଆ ଉପରେ ତାର ଦାବି ପ୍ରତ୍ୟାହାର କରିବାକୁ ବାଧ୍ୟ କରିଥିଲା। 6 ନମ୍ବର ପ୍ରଶ୍ନ ହେଲା, ଫରାସୀମାନେ କେଉଁ ମସିହାରେ ମରକ୍କୋ ଅଧିକାର କରିଥିଲେ? ଉତ୍ତରରେ କ'ଣ ଲେଖିବ? 1900 ମସିହାରେ ଫରାସୀମାନେ ମରକ୍କୋ ଅଧିକାର କରିଥିଲେ। ତାପରେ ଦେଖ 9 ନମ୍ବର ପ୍ରଶ୍ନ ହେଲା, ଊନବିଂଶ ଶତାବ୍ଦୀରେ ଶେଷ ଭାଗରେ ଜଣେ ସୁଦାନୀୟ ନେତାଙ୍କୁ ନିଜକୁ କ'ଣ ଭାବେ ଘୋଷଣା କରି ସୁଦାନ ଉପରେ ଇଜିପ୍ଟ ଓ ଇଂଲଣ୍ଡର ନିୟନ୍ତ୍ରଣକୁ ଉଚ୍ଛେଦ କରିଥିଲେ? ଉତ୍ତରରେ କ'ଣ ଲେଖିବ? ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଜଣେ ସୁଦାନୀୟ ନେତା ନିଜକୁ ମାହଦୀ ଭାବରେ ଘୋଷଣା କରି ସୁଦାନ ଉପରେ ଇଜିପ୍ଟ ଓ ଇଂଲଣ୍ଡର ନିୟନ୍ତ୍ରଣକୁ ଉଚ୍ଛେଦ କରିଥିଲେ। ତାପରେ ଦେଖ 4 ନମ୍ବର ପ୍ରଶ୍ନ ହେଲା, ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା 4ଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତାର କ୍ରମିକ ନମ୍ବର ବାଛି ଲେଖ। କରେ ଦେଲା କେଉଁ ବ୍ୟବସାୟ ଆଫ୍ରିକାରେ ସବୁଠାରୁ ବେଶୀ ଲାଭଦାୟକ ଥିଲା? ଉତ୍ତରରେ କ'ଣ ଲେଖିବ? ଏହାର ଅପସନ୍ ଦେଲା ହୀରା ବ୍ୟବସାୟ, ୟୁରାନିୟମ ବ୍ୟବସାୟ, ଦାସ ବ୍ୟବସାୟ, ହାତୀଦାନ୍ତ ବ୍ୟବସାୟ। ଠିକ୍ ଉତ୍ତର ହେଲା ଦାସ ବ୍ୟବସାୟ। ଖରେ ଦେଲା କେଉଁ ମସିହାରେ ଭାସ୍କୋ ଡା ଗାମା ଭାରତକୁ ଜଳପଥ ଆବିଷ୍କାର କରିଥିଲେ? ଅପସନ୍ ଦେଲା 1492, 1497, 1498, 1597। ଠିକ୍ ଉତ୍ତର ହେଲା 1498। ଗ ନମ୍ବର ପ୍ରଶ୍ନ ହେଲା, କେବେ ଇଂଲଣ୍ଡ ଓ ଚୀନ ମଧ୍ୟରେ ଅଫିମ ଯୁଦ୍ଧ ହୋଇଥିଲା? ଅପସନ୍ ଦେଲା 1769, 1839, 1779, 1775। ଠିକ୍ ଉତ୍ତର ହେଲା 1739। ଘ ନମ୍ବର ପ୍ରଶ୍ନ ହେଲା, କେଉଁ ମସିହାରେ ବର୍ମା ଭାରତର ଇଂରେଜ ସାମ୍ରାଜ୍ୟ ଅନ୍ତର୍ଭୁକ୍ତ ହେଲା? ଅପସନ୍ ହେଲା 1880, 1886, 1907, 1911। ଠିକ୍ ଉତ୍ତର ହେଲା 1886। ତାପରେ ଦେଖ 1 ନମ୍ବର ପ୍ରଶ୍ନ ହେଲା, କୋରିଆ କେବେ ଜାପାନର ଏକ ଉପନିବେଶ ହେଲା? ଅପସନ୍ ଦେଲା 1894, 1902, 1910, 1917। ଠିକ୍ ଉତ୍ତର ହେଲା 1910। ଚରେ ହେଲା କେଉଁ ଅଞ୍ଚଳ ଫରାସୀ କଙ୍ଗୋ ଭାବରେ ପରିଚିତ ହେଲା? 6 ନମ୍ବର ପ୍ରଶ୍ନ ହେଲା, କେଉଁ ଅଞ୍ଚଳ ଫରାସୀ କଙ୍ଗୋ ଭାବରେ ପରିଚିତ ହେଲା? ଅପସନ୍ ଦେଲା କଙ୍ଗୋ ସ୍ୱାଧୀନ ରାଷ୍ଟ୍ର, ନାଇଜର ନଦୀର ଉତ୍ତର ଅଞ୍ଚଳ, ଆଫ୍ରିକାର ପଶ୍ଚିମ ଉପକୂଳ ଅଞ୍ଚଳ, କଙ୍ଗୋ ନଦୀର ଉତ୍ତର ଅଞ୍ଚଳ। ଠିକ୍ ଉତ୍ତର ହେଉଛି କଙ୍ଗୋ ନଦୀର ଉତ୍ତର ଅଞ୍ଚଳ। 6ରେ ହେଲା, କିଏ ଏକ ଆଫ୍ରିକୀୟ ଉପନିବେଶକୁ ରୋଡେସିଆ ନାମ ଦେଇଥିଲା? ଠିକ୍ ଉତ୍ତର ହେବ ସେସିଲ୍ ରୋଡସ୍। ଜରେ ଦେଲା ଟ୍ୟୁନିସିଆ କେଉଁ ଦେଶରେ ଦଖଲଭୁକ୍ତ ହୋଇଥିଲା? ଠିକ୍ ଉତ୍ତର ହେବ ଫ୍ରାନ୍ସ। 6ରେ ଦେଲା କିଏ ସୁଏଜ କେନାଲ ଖନନ ପାଇଁ ଫ୍ରାନ୍ସର ଏକ କମ୍ପାନୀକୁ ଦାୟିତ୍ୱ ଦେଇଥିଲେ? ଠିକ୍ ଉତ୍ତର ହେବ ଇଜିପ୍ଟ ଗଭର୍ଣ୍ଣର। ନିୟରେ ଦେଲା କେଉଁଠାରେ ବର୍ଣ୍ଣ ବୈଷମ୍ୟ ନୀତି ସବୁଠାରୁ ଅଧିକ ଘୃଣ୍ୟ ଅବସ୍ଥାରେ ଥିଲା? ଠିକ୍ ଉତ୍ତର ହେଉଛି ଦକ୍ଷିଣ ଆଫ୍ରିକା। ତ ଏଇଥିଲା ତୁମର ନବମ ଶ୍ରେଣୀ ଇତିହାସ ବହିର ପ୍ରଥମ ଅଧ୍ୟାୟର ପ୍ରଥମ ପାଠ, ଏସିଆ ଆଫ୍ରିକା ମହାଦେଶର ଉପନିବେଶବାଦ। ଏହି ବିଷୟରେ ଆମେ ଅଭ୍ୟାସରେ ଥିବା ପ୍ରଶ୍ନ ଉତ୍ତର ଆଲୋଚନା କଲେ। ନେକ୍ସଟ ଭିଡ଼ିଓରେ ଏହାର ଅତିରିକ୍ତ ପ୍ରଶ୍ନ ଉତ୍ତର ଏବଂ ଅନ୍ୟ ଏକ ବିଷୟର ପ୍ରଶ୍ନ ଉତ୍ତର ଆଲୋଚନା କରିବା।